ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ 12 ବର୍ଷ ଧରି ଯିଏ ସାଥିରେ କାମ କରୁଥିଲେ, ଆଜି ସିଏ ସ୍ୱର୍ଗବାସୀ। ତାଙ୍କର ଅଚାନକ ବିୟୋଗ ସାଥୀ ଶ୍ରମିକଙ୍କୁ ଖୁବ୍ ବ୍ୟଥିତ କରିଛି। ଗଣେଶ୍ୱରପୁର ଶିଳ୍ପାଞ୍ଚଳ ସ୍ଥିତ ଉତ୍କଳ ପଲିୱେଭ୍ ଇଣ୍ଡଷ୍ଟ୍ରିଜର କାର୍ଯ୍ୟରତ ଶ୍ରମିକ 51 ବର୍ଷୀୟ ରଜନୀକାନ୍ତ ଦାସଙ୍କ ମୃତ୍ୟୁରେ କାରଖାନା ପରିସରରେ ଶ୍ରମିକମାନେ ଏକାଠି ହୋଇ ତାଙ୍କ ସହକର୍ମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରେମୁଣା ଥାନା ମନ୍ଦାରପୁର ନିବାସୀ ରଜନୀକାନ୍ତ କାରଖାନାର ଲୁମ୍ ଅପରେଟର ଭାବେ କାମ କରୁଥିଲେ। ଗତ 21 ତାରିଖ ସୋମବାର ସେ ଏ ସିଫ୍ଟରେ କାମ କରୁଥିଲେ। ମଧ୍ୟାହ୍ନ ଭୋଜନ କରିସାରିବା ପରେ ଦିନ ପ୍ରାୟ 1:50ରେ ଛାତିରେ ଯନ୍ତ୍ରଣା ଅନୁଭବ କରି ବାନ୍ତି କରିବା ସହ ମୂର୍ଚ୍ଛା ହୋଇଯାଇଥିଲେ। ସାଥୀ ଶ୍ରମିକ ଏବଂ ମ୍ୟାନେଜମେଣ୍ଟ ସହାୟତାରେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଦରଦୀ ଓ ସହଯୋଗୀ ମନୋବୃତ୍ତିର ମେଳାପୀ ବ୍ୟକ୍ତି ଥିବା ତାଙ୍କ ସହକର୍ମୀ କହିଛନ୍ତି। ଜଣେ ଦରଦୀ ବନ୍ଧୁ ଥିଲେ। ୱାର୍କର୍ସ ୟୁନିୟନର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ସଭାରେ ଯୋଗଦେଇ ସ୍ୱର୍ଗତ ରଜନୀକାନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶ୍ରମିକମାନଙ୍କୁ ତାଙ୍କ ସାଥୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ କରିଥିବା ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। କାରଖାନା ପକ୍ଷରୁ ପରିବାରକୁ ମଧ୍ୟ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଛି ଏବଂ ମୃତ ଶ୍ରମିକଙ୍କ ପୁଅକୁ କାରଖାନାରେ ସ୍ଥାୟୀ ଶ୍ରମିକ ଭାବେ ଗ୍ରହଣ କରାଯିବାର ପ୍ରସ୍ତାବ କାରଖାନା କର୍ତ୍ତୃପକ୍ଷ ଗ୍ରହଣ କରିଥିବାରୁ ଶ୍ରମିକଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସଭାରେ ବିଶ୍ୱଜିତ ଦାସ, ଶଶିକାନ୍ତ ନାୟକ, ସଞ୍ଜୟ ଦାସ, ଟି.ଏନ୍. ସିଂ, ଆର୍.କେ. ପଟ୍ଟନାୟକ ପ୍ରମୁଖ କାରଖାନା କର୍ତ୍ତୃପକ୍ଷ ଏବଂ ତାରାତାରିଣୀ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ମହେଶ ପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ସୁବ୍ରତ ପଣ୍ଡା ଧନ୍ୟବାଦ ଦେଇ କହିଥିଲେ, ରଜନୀ ଦାସ ଆମ ପାଖରେ ନାହାନ୍ତି ବୋଲି ଆମେ କେବେ ଭାବି ପାରୁନା। ଆଉ ତାଙ୍କର ଦେହାନ୍ତଟା ଆମ ୟୁନିୟନ ପାଇଁ ଗୋଟେ ଅପୂରଣୀୟ କ୍ଷତି ହେବା ସଙ୍ଗେ ସମାନ। ଆଉ ସେ କ୍ଷତି କେହି ପୂରଣ କରିପାରିବେ ନା। ଆଜି ଆମେ ରଜନୀ ଦାସଙ୍କ ପାଇଁ ସମସ୍ତ ଶ୍ରମିକ, ଆମର ୱାର୍କର ୟୁନିୟନର ସମସ୍ତ ଶ୍ରମିକ ତଥା ଆମ ମ୍ୟାନେଜମେଣ୍ଟକୁ ମିଶିକି ଆମେ ତାଙ୍କ ପାଇଁ ଆଜି ଶୋକସଭା ପାଳନ କରୁଛୁ। ରଜନୀ ଦାସ ମନ୍ଦାରପୁର ତାଙ୍କ ଘର ଏଠି, ସେ ରୁମ୍ ଅପରେଟର ଥିଲେ ଉତ୍କଳ ପଲିୱେଭ୍ର। ସେ ଭାରି ଆକ୍ଟିଭ୍, ଡିସିପ୍ଲିନ୍ ୱାର୍କର ଥିଲେ ଏବଂ ଲୋକମାନଙ୍କୁ ସଂଗଠିତ କରିବା ପାଇଁ ବି ମଧ୍ୟ ୱାର୍କରଙ୍କ ଭିତରେ ତା'ର ଗୋଟେ ବିଶେଷ ଭୂମିକା ଥିଲା। ଏବଂ ତା'ର ହଠାତ୍ ଗଲା 21 ତାରିଖ ଦିନ ୟୁଜୁଆଲି ସେ ଆସିକି ଏ ସିଫ୍ଟରେ ଜଏନ୍ କରିଥିଲେ। ବୋଧେ ଆଉ 5 ମିନିଟ୍ ପରେ ସେ ଯାଇଥାନ୍ତେ, ତାଙ୍କର ଛୁଟି ହେଇଥାନ୍ତା। ତାଙ୍କର ଛାତିର ଯନ୍ତ୍ରଣା ସେ ଅନୁଭବ କଲେ ଏବଂ ସେଠୁ ଅଚେତ ହେଇକି ପଡ଼ିଲେ। ତାପରେ ପିଲାମାନଙ୍କ ସହାୟତାରେ, ମ୍ୟାନେଜମେଣ୍ଟ ସହାୟତାରେ ତାଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସେଇ ଅନକନସିୟସ୍ ଅବସ୍ଥାରେ ନିଆଗଲା, ଯେଉଁଠିକି ଡାକ୍ତର ତା'ର ପରୀକ୍ଷା ପରେ ତାକୁ ମୃତ ବୋଲି ଘୋଷଣା କଲେ। ତା'ର ପୋଷ୍ଟମର୍ଟମ୍ ହେଲା, ପିଲାମାନେ ତାକୁ ଆଣିଲେ, ତାକୁ ଯଥାମାନ୍ୟ ତା ପ୍ରତି ଶ୍ରଦ୍ଧାଞ୍ଜଳି ବି ଏଠି ଦିଆହେଇଥିଲା। ସେଦିନ ସମସ୍ତେ ଯାଇକି ମିଳିତ ଭାବରେ ତା ଶବଦାହ କଲେ ଏବଂ ପିଲାମାନେ ମଧ୍ୟ ତାଙ୍କର ଭାଇଚାରା ଦେଖେଇକି ଏ ସମସ୍ତ କଥାକୁ ସେ ବହନ କରିଛନ୍ତି। ଏବଂ ଆମେ ମ୍ୟାନେଜମେଣ୍ଟ ସାଙ୍ଗରେ କଥାବାର୍ତ୍ତା କରିକି ଏ କଥା ମଧ୍ୟ ସ୍ଥିରୀକୃତ କରିଛୁ ଯେ ତା'ର ଗ୍ରାଚୁଇଟି, ତା'ର ପେନ୍ସନ୍, ତା ସ୍ତ୍ରୀର ବିଧବା ପେନ୍ସନ୍, ଏଇ ଯେଉଁ ଯାହା ଯାହା କରିବା କଥା ଲିଗାଲ ଡ୍ୟୁଜ୍ ତା'ର ଯାହା ରହିଛି ବାକି ସବୁ ସେ ତାକୁ ଅବିଳମ୍ବ ତାକୁ ଦେବେ। ଏବଂ ତା ସାଙ୍ଗେ ସାଙ୍ଗେ ବିକଳ୍ପ ଭାବରେ ତାକୁ ତା'ର ଯେଉଁ ପୁଅ, ଯିଏ ମୁଁ ଜାଣିଲି ଯେ +2 ପାସ୍ କରିଛନ୍ତି, ସେ ତାଙ୍କୁ ବିକଳ୍ପ ଭାବରେ କମ୍ପାନୀରେ ଜଣେ ରେଗୁଲାର ୱାର୍କର ହିସାବରେ ତାଙ୍କୁ ନିଯୁକ୍ତି ଦିଆଯିବାର କଥା ଉପରେ ମ୍ୟାନେଜମେଣ୍ଟକୁ ଆମେ କହିବା ପରେ ସେ ବି ରାଜି ହେଇଛନ୍ତି। ଏବଂ ଏପାର୍ଟ ଫ୍ରମ୍ ଦ୍ୟାଟ୍ ଆମ ପିଲାମାନେ ତାଙ୍କର ନିଜର ପ୍ରତ୍ୟେକ ଦିନର ଯେଉଁ ଦରମାର, ସେମାନେ ମାସକୁ ଦରମାର କିଛି କାଟିକି ତା'ର ଫ୍ୟୁନେରାଲ୍ ପାଇଁ ବା ତା'ର ପରବର୍ତ୍ତୀ ଅବସ୍ଥାରେ ଯେଉଁ ସୁଧଫୁଧ ହେବ ସେଥିପାଇଁ ଦିଆଯିବ। ଏବଂ ମ୍ୟାନେଜମେଣ୍ଟକୁ ଆମେ ମଧ୍ୟ କହିଛୁ ଯେ ସେ ତାକୁ ମଧ୍ୟ ଦେବ। ଏସବୁ କଥା କରାଯାଇଛି ଏବଂ ଏଇଟା ଜାଣିବେ ଯେ ଏଇ ବାବଦରେ ତା'ର ଡେଥ୍ ସାର୍ଟିଫିକେଟ୍ ପରେ ଆମର ESIରୁ ଗୋଟେ ମୃତ ଶ୍ରମିକମାନଙ୍କ ପାଇଁ ଗୋଟେ ESIରୁ ଗୋଟେ ତା'ର ଫ୍ୟୁନେରାଲ୍ ପାଇଁ ପଇସା 15,000 ଟଙ୍କା ଦିଆଯାଏ। ସେଟା ତାଙ୍କୁ ସେ ନେବେ। ଏଇସବୁ କଥା ଆମ ପିଲାମାନେ ପ୍ରାୟ 500 ପିଲା ଏଠି ସମସ୍ତେ ଏ କଥାକୁ କାମକୁ ନେଇଛନ୍ତି ଏବଂ ସେହି ଉଦ୍ଦେଶ୍ୟରେ ଆଜି ମଧ୍ୟ ଏକ ଶୋକସଭା ସେମାନେ କରିଛନ୍ତି।